ନନା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଗାଁରେ ଆମ ଗୋଟେ ନୂଆ କିମ୍ବଦନ୍ତୀ ଦେଖିବାକୁ ମିଳିଛି, ଯୋଉଟା କି ଏଇ ଯୋଉ ପଥର ଗୋଟେ ମାନେ ଭଗବାନଙ୍କ ବରଦାନ କହିଲେ କିଛି ଅତୃପ୍ତି ହବନି। ଆଜ୍ଞା ଏଇ ପଥର ବିଷୟରେ ଆମେ କିଛି ଜାଣିବା ପାଇଁ ଚାହିଁବୁ। ଆଜ୍ଞା ଆଉ ପଥର ଉପରେ ଆମର ହନୁମାନଜୀ ବିରାଜ, ଆଉ ସେଇ ହନୁମାନଙ୍କ ବିଷୟରେ ବି ଆମେ ଟିକେ ଆପଣ ଟିକେ ବିସ୍ତାରିତ କରିକି କହିଲେ ଆମେ ଟିକେ ସମସ୍ତଙ୍କ ନଜରକୁ ଆସିଲେ ତା ବହୁତ ଭଲ ହବ ବୋଲି ମୁଁ ଅନୁଭବ କରିପାରୁଛି। ପଣ୍ଡିତ ଜଗନ୍ନାଥ ଦାସ ଆଉ ଫୋରଡ ଗ୍ରାମର ମୁଖ୍ୟ ପୁରୋଧା। ଆଉ ଏଇ ଫୋରଡ ଗ୍ରାମରେ ଯେତେବେଳେ ହନୁମାନ ସ୍ଥାପନ ହବାକୁ ଆମେ ସମସ୍ତେ ଚିନ୍ତା କଲେ, ସେତେବେଳେ ଗୋଟେ ମାଙ୍କଡ ନାରାୟଣ ହେଇଯାଇଥିଲେ। ଗୋଟେ ମାଙ୍କଡ ପିଲାମାନେ ଆସି ମାଙ୍କଡଟି ଏଠାରେ ସ୍ଥାପନ କରିଥିଲେ। ଯାହା ହଉ ସେ ବହୁ କଷ୍ଟରେ ସେ ମନ୍ଦିରଟି ଭଗବାନଙ୍କୁ ସ୍ଥାପନ କରିଥିଲେ। ତାପରେ ପରେ କଣ ହେଲା ନା, ତା ଗୋବରୀ କୂଳରେ ପଥର କିଛି ଆସିକି ପଡିଲା। ସେ ପଥର ପଡିଲା ଭିତରେ ଗୋଟେ ବଡ ପଥରଟି ଥିଲା। ସେ ପଥରଟି ଭାସିବାକୁ ଲାଗିଲା। ସେ ପଥରଟି ଆମର ଯୋଉ ଅନୁଷ୍ଠାନର ଆମର ବବୁଲ ବାବୁ ଅଛନ୍ତି, ଆଉ ଭାଇସ୍ କ୍ୟାପ୍ଟେନ ଅଛନ୍ତି ବୁବୁ, ଆଉ ତାକୁ ପରିଚାଳନା କରୁଛନ୍ତି ଲାଲୁ ଭାଇ। ସେ ଆମର ଲାଲୁ ବାବୁ ସେ ନାହାନ୍ତି। ଇଏ ଆଗେ ପ୍ରଥମ ବବୁଲ ତାକୁ ଦେଖିଥିଲେ। ଦେଖିଦେଲା ପରେ କହିଲେ ଏଇ କଣ ପଥର ଗୋଟା ଭାସି ଯାଉଛି ରେ। ତ ପିଲା ସବୁ ଦୌଡି ଆସିଲେ। ପ୍ରକୃତ କଥା ପଥର କଣ ଭାସୁଛି, ନଈ ମଝିରେ ପଥର। ଏଇ ଭାଇନା ଦେଖୁଛି ନଈ ମଝିରେ ପୁରା। ପିଲା ସେଠୁ କହିଲେ ନା ଭଗବାନଙ୍କ ପଥର ଆସି ପହଞ୍ଚୁ। ତ ପହଁରି ପଳେଇ ଗଲେ, ତାକୁ ଟାଣି ଟାଣିକିନି ଆଣିଲେ। ଯେତେ ଟାଣିକିନି କୂଳରେ ଲାଗିଲା, ସେ ପଥର ଆଉ ଦେଖାଗଲାନି। କୂଳରେ ଲାଗିଲା ପରେ ଆଉ ପଥର ତ ଭାସୁଛି ନା, ଆଉ ପିଲା କେହି ଟେକି ପାରିଲେନି। ନା କଣ କରିବା ନା ଜୟ ଶ୍ରୀରାମ କହି ନେଇ ଆସ। ସମସ୍ତେ ଜୟ ଶ୍ରୀରାମ କହି ଏ ପଥର ଟିକେ ସୋଲ ଭାବରେ ନେଇ ଆସିଲେ। ଯେତେବେଳେ ଆଣିକିନି ଏଇ ଜାଗାରେ ହେଇଛନ୍ତି, ସେ ପଥରଟି ଗଳି ପଡିଲା ତାଙ୍କ ହାତରୁ। ଆଉ ଯେତେ ଭାବିଲେ ଆମେ ପ୍ରଭୁଙ୍କ ପାଖରେ ଥୋଇଦବୁ, ଆଉ ପ୍ରଭୁ ସେ ପଥର ଟିକେ ଆମେ ଯାହା କରିବେ, କିନ୍ତୁ ଆଉ କେହି ଉଠେଇ ପାରିଲେନି। ସେ ପଥର ଭାସୁଥିଲା ହିଁ ଭାସୁଥିଲା। ଏ ପଥର ବହୁତ ଦିନ ହେଲାଣି। ଯେତେବେଳେ ମନ୍ଦିର ଛାତ ପଡିଗଲା, ତାପରେ ହିଁ ପଥର ଆସି ପହଞ୍ଚିଗଲା। ତାପରେ ସେଠୁ କଣ ହେଲା ନା, ପଥର ଉପରେ ଗୋଟେ ମର୍କଟ ଆସି ପହଞ୍ଚିଲା। ଏଇ ବର୍ଷ ଗୋଟେ ମାଙ୍କଡ ଆସି ପହଞ୍ଚିଲା, ଯାହାକି ଯେଟା ହାତ ଦେଖେଇଛି ଆଉ କାମୁଡିବାକୁ ଗୋଡଉଛି, ଲୋକଙ୍କୁ କାମୁଡିବାକୁ ଗୋଡଉଛି। ସେ ମାଙ୍କଡଟି କୋଉଠି ଥିଲା, କୋଉଠୁ ଆଇଲା,